ଆଦି ମାନବ ପରି ଜୀବନ ବିତାଉଛନ୍ତି ମାଙ୍କଡ଼ହାଟିଂବାସୀ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶା ଲାଇଭ୍ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। 60 ଦଶକରେ OMDC ଖଣି ଅଧୀନରେ ଥିବା ରୋଇଡା ଲୌହ ଓ ମାଙ୍ଗାନିଜ ଖଣି ବାର୍ଡ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ସେହି ସମୟରେ ସୁନା ନଦୀ କୂଳରେ ଥିବା ଏକ ଜଙ୍ଗଲ କିସମ ଜମିରେ 8-10 ପରିବାର ଟିଣ ଛପର ଘର ତିଆରି କରି ବସବାସ କରିବା ଆରମ୍ଭ କରିଥିଲେ। ଏଥିସହିତ ସେମାନେ ଖଣିରେ କାମ କରି ଜୀବିକା ନିର୍ବାହ କରୁଥିଲେ। ମାତ୍ର ସେମାନେ ବସବାସ କରୁଥିବା ସ୍ଥାନରେ ବନ୍ୟଜନ୍ତୁଙ୍କ ଆତଙ୍କ ଲାଗି ରହୁଥିବାରୁ ସେଠାରୁ 2 କିଲୋମିଟର ଦୂର ଏକ ଉଚ୍ଚ ସ୍ଥାନରେ ବସବାସ କରିବାକୁ ଲାଗିଲେ। ତେବେ ସମୟକ୍ରମେ ବାର୍ଡ କମ୍ପାନୀ ବନ୍ଦ ହେବା ପରେ ସେମାନେ ଜୀବିକା ହରାଇଲେ। ତେବେ ସେହି ସ୍ଥାନ ଛାଡ଼ିଯିବାକୁ ସେମାନେ ନାରାଜ। ଭୂୟାଁ ରୋଇଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଏହି ଜନବସତିକୁ ବର୍ତ୍ତମାନ ମାଙ୍କଡ଼ହାଟିଂ ବୋଲି କୁହାଯାଉଛି। ଭୂୟାଁ ରୋଇଡା ଗ୍ରାମ ପଞ୍ଚାୟତ 13 ନମ୍ବର ୱାର୍ଡ ମାଙ୍କଡ଼ହଟିଂରେ ବର୍ତ୍ତମାନ 75 ପରିବାର ବାସ କରୁଥିବା ବେଳେ ଲୋକ ସଂଖ୍ୟା 300ରୁ ଉର୍ଦ୍ଧ୍ୱ। ଗ୍ରାମର ଚତୁଃପାର୍ଶ୍ୱକୁ ସଂରକ୍ଷିତ ଜଙ୍ଗଲ ଘେରି ରହିଥିବାରୁ ରାସ୍ତା ସଂଯୋଗ ହୋଇପାରୁନାହିଁ। ତେଣୁ ମାଙ୍କଡ଼ହାଟିଂ ବସ୍ତିଟି ବର୍ତ୍ତମାନ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ତେଣୁ ଗ୍ରାମର କୌଣସି ରୋଗୀ ଗୁରୁତର ହେଲେ ତାକୁ କାନ୍ଧରେ ବୋହି ଦୁର୍ଗମ ରାସ୍ତାରେ 3 କିଲୋମିଟର କ୍ୟାମ୍ପ ହାଟିଂ ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ। ସେଠାରୁ ହିଁ ଆମ୍ବୁଲାନ୍ସ କିମ୍ବା 4 ଚକିଆ ଯାନର ସେବା ମିଳିପାରିଥାଏ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଖରେ କୌଣସି ସ୍ଥାୟୀ ନିଯୁକ୍ତି ନଥିବାରୁ ଗ୍ରାମଠାରୁ 7 କିଲୋମିଟର ଦୂର ଯୋଡା ଅଞ୍ଚଳକୁ ଯାଇ ଦିନ ମଜୁରୀ କରି ଜୀବିକା ନିର୍ବାହ କରୁଛନ୍ତି। ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଜଳ ସଂଗ୍ରହ କରି ବ୍ୟବହାର କରିଥାନ୍ତି। କିନ୍ତୁ ବିଦ୍ୟାଳୟ ଛୁଟି ରହିଲେ କିମ୍ବା ବିଦ୍ୟାଳୟରୁ ଜଳ ମିଳି ନପାରିଲେ ନିକଟରେ ଥିବା ସୁନା ନଦୀର ଜଳକୁ ବ୍ୟବହାର କରିଥାନ୍ତି। ଗ୍ରାମକୁ ବିଜୁଳି ଆଲୋକ ପହଞ୍ଚି ପାରୁନଥିବା ବେଳେ ଆଜିକୁ ପ୍ରାୟ 3 ବର୍ଷ ପୂର୍ବେ ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ମାଧ୍ୟମରେ ସୋଲାର ପ୍ୟାନେଲ ଦ୍ୱାରା ତାଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ମାଙ୍କଡ଼ହାଟିଂ ଗ୍ରାମଟି ଏପରି ଏକ ସ୍ଥାନରେ ରହିଛି ଯେ କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ସେଠାକୁ ପହଞ୍ଚିବା କଷ୍ଟକର ହୋଇପଡ଼େ। ତେଣୁ ସଚେତନତାର ଅଭାବ କାରଣରୁ ଆଜିର AI ଯୁଗରେ ମଧ୍ୟ ସେମାନେ ଆଦି ମାନବ ପରି ଜୀବନ ବିତାଉଥିବା କୁହାଯାଏ।